ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି ଇସ୍ରୋ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ ଆସନ୍ତାକାଲିଠାରୁ ଭାରତୀୟ ମେଡିକାଲ ସଂଘ ପକ୍ଷରୁ 24 ଘଣ୍ଟିଆ ସେବା ବନ୍ଦ ଘୋଷଣା। କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ନିର୍ବାଚନ ଆୟୋଗ ଏବଂ ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଜାରି କରିବା ନିମନ୍ତେ ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି। ଏହି ଉପଗ୍ରହକୁ କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନ SSLVର ତୃତୀୟ ବିକଶିତ ଉଡ଼ାଣ ଜରିଆରେ ମହାକାଶକୁ ପଠାଯାଇଛି। ଏହି ସଫଳତା ପରେ ଭାରତ କ୍ଷୁଦ୍ର ଏବଂ ଛୋଟ ଆକାରର ଉପଗ୍ରହ ମହାକାଶକୁ ପଠାଇବାର କ୍ଷମତା ହାସଲ କରିଛି। ଆଜିର ପ୍ରକ୍ରିୟାରେ ପ୍ରକ୍ଷେପଣ ଯାନର ସମସ୍ତ 3ଟି ପର୍ଯ୍ୟାୟ ସଫଳ ଭାବେ କାର୍ଯ୍ୟ କରିଥିଲା। ଉତ୍କ୍ଷେପଣ ପରେ 2ଟି ଉପଗ୍ରହକୁ ମହାକାଶରେ 475 କିଲୋମିଟର ଦୂରରେ ଅବସ୍ଥାପିତ କରାଯାଇଛି ଏବଂ ସେଠାରେ ଉପଗ୍ରହଗୁଡ଼ିକର ସୌର ପ୍ୟାନେଲ କାର୍ଯ୍ୟକ୍ଷମ ହୋଇଛି। ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ କେନ୍ଦ୍ର ଜରିଆରେ ଉତ୍କ୍ଷେପଣ କରାଯାଇଥିବା ଉପଗ୍ରହଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଥିବା ଇସ୍ରୋ କହିଛି। ଏ ସମ୍ପର୍କରେ ଆମ ଚେନ୍ନାଇ ସମ୍ବାଦଦାତା ଅମନ ଯାଦବଙ୍କ ରିपोର୍ଟ। लघु उपग्रह प्रक्षेपण यान SSLV D3 ने आज सुबह ठीक 9:17 पर सतीश धवन अंतरिक्ष केंद्र श्रीहरिकोटा से उड़ान भरी। इसरो केंद्र और दर्शक दीर्घा में उपस्थित सभी लोगों की तालियों के बीच रॉकेट अंतरिक्ष में उड़ गया। मिशन का उद्देश्य एवियोनिक सिस्टम का सफलतापूर्वक परीक्षण करना और भारतीय अंतरिक्ष उद्योग के भविष्य के उपक्रमों के लिए एक सुदृढ़ आधार प्रदान करना है। ये उपग्रह निगरानी, आपदा निगरानी, आग का पता लगाने, ज्वालामुखी गतिविधियों, औद्योगिक और बिजली संयंत्र आपदाओं जैसे अनुप्रयोगों के लिए दिन और रात के दौरान इंफ्रारेड तस्वीरें भेजेगा। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ସୋମନାଥ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ମାନବବିହୀନ ଗଗନଯାନ ଉତ୍କ୍ଷେପଣ ଲାଗି ଉଦ୍ୟମ କରାଯାଉଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଗଗନଯାନରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚି ସାରିଛି ଏବଂ ଉଡ଼ାଣ ନିମନ୍ତେ ଏହାକୁ ଯୋଡ଼ାଯାଇ ଏକତ୍ର କରାଯିବ। ମହାକାଶ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ କହିଛନ୍ତି, ମାନବ ମିଶନରେ ମହାକାଶରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଗାମା କିରଣର ସୀମା, ଅଲ୍ଟ୍ରାଭାୟୋଲେଟ୍ ବିକିରଣତାର ତୀବ୍ରତା ଏବଂ ବ୍ରହ୍ମାଣ୍ଡୀୟ ଅଲ୍ଟ୍ରା ବିକିରଣର ଯାଞ୍ଚ କରିବାକୁ ଥିବା ସେନ୍ସରଗୁଡ଼ିକ ପରୀକ୍ଷା କରାଯିବ। ସେ କହିଛନ୍ତି, ତାମିଲନାଡୁର କୁଲଶେଖରପଟ୍ଟନମରେ ଆସନ୍ତା 2 ବର୍ଷ ମଧ୍ୟରେ ମହାକାଶ କେନ୍ଦ୍ର ସ୍ଥାପନ କରାଯିବ। ଶ୍ରୀ ସୋମନାଥ କହିଛନ୍ତି, ପଡ଼ୋଶୀ ଦେଶର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ କରାଯିବ। ଭାରତ ଯେକୌଣସି ପ୍ରକାର ଉପଗ୍ରହ ନିର୍ମାଣ ନିମନ୍ତେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ନୂଆଦିଲ୍ଲୀ ସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସଦୈବ ଅଟଳଠାରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦୈବ ଅଟଳଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଅଟଳ ବିହାରୀ ବାଜପେୟୀଙ୍କ ଯୋଗଦାନକୁ ଦେଶ ମନେ ରଖିବ। ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା କ୍ଷେତ୍ରରେ ବାଜପେୟୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ପୋଲିସ ପକ୍ଷରୁ ଜାମ୍ମୁ ଅଞ୍ଚଳରେ ଥିବା 8ଟି ଜିଲ୍ଲାରେ 19ଟି ଆତଙ୍କୀ ନିରୋଧୀ ଦଳ ଗଠନ କରାଯାଇଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଜାମ୍ମୁ ଅଞ୍ଚଳରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଗତିବିଧିର ମୁକାବିଲା ନିମନ୍ତେ ଏହି ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ ଆଧୁନିକ ଯନ୍ତ୍ରପାତି ସହ ପ୍ରଶିକ୍ଷଣପ୍ରାପ୍ତ ସୁରକ୍ଷାକର୍ମୀଙ୍କୁ ସାମିଲ କରାଯାଇଛି। ସେଠାକାର ପୋଲିସ ଅଧୀକ୍ଷକ ସମସ୍ତ 19ଟି ଯାକ ଦଳର ନେତୃତ୍ୱ ନେବେ। ଆତଙ୍କ ନିରୋଧୀ ଦଳ ଗଠନ କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ଉଧମପୁର, କଠୁଆ, ରିଆସି, ଡୋଡା, କିସ୍ତିୱାଡ଼, ରାମବନ, ରାଜୌରୀ ଏବଂ ପୁଞ୍ଚ। ବିଶେଷ କରି ଏହି ଦଳଗୁଡ଼ିକ ପୀର ପଞ୍ଜାଲ ଏବଂ ଚେନାବ ଘାଟି ଉପରେ ନଜର ରଖିବ। ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଅପରାହ୍ନ 12:05 ପ୍ରସାରିତ ହେଉଥିବା ହିନ୍ଦୀ ବୁଲେଟିନ୍ ଚଳିତ ମାସ 18 ତାରିଖରୁ ମଧ୍ୟାହ୍ନ 12ଟାରେ ପ୍ରସାରିତ ହେବ। ଏହାପରେ ଇଂରାଜୀ ବୁଲେଟିନ୍ ପ୍ରସାରଣ କରାଯିବ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୋଲକାତାର ସରକାରୀ ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ପରେ ଭଙ୍ଗାରୁଜା ଘଟଣାରେ ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆସନ୍ତାକାଲି ସକାଳ 6ଟାରୁ ସାରା ଦେଶରେ ଅଣଜରୁରୀକାଳୀନ ସେବାକୁ 24 ଘଣ୍ଟିଆ ବନ୍ଦ ରଖିବାକୁ ଘୋଷଣା କରିଛି। ସମସ୍ତ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ଜାରି ରହିବ ବୋଲି ମେଡିକାଲ ସଂଘ ପକ୍ଷରୁ କୁହାଯାଇଛି। ସମସ୍ତ ବାହ୍ୟ ବିଭାଗ ଓପିଡି ବନ୍ଦ ରହିବ ଏବଂ କୌଣସି ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଆଇଏମ୍ଏ କହିଛି। ଆଇଏମ୍ଏ ରାଜ୍ୟ ୟୁନିଟ୍ଗୁଡ଼ିକ ସହ ବୈଠକ ପରେ ସାରା ଦେଶରେ ଅଣଜରୁରୀକାଳୀନ ଚିକିତ୍ସା ସେବା ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଆଇଏମ୍ଏ ମଧ୍ୟ କୋଲକାତା ଡାକ୍ତରଖାନାରେ ହୋଇଥିବା ଭଙ୍ଗାରୁଜାକୁ ନିନ୍ଦା କରିଛି। କୋଲକାତାରେ ଘଟିଥିବା ଘଟଣାକୁ ବିରୋଧ କରି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ଅନ୍ୟ କେତେକ ହସ୍ପିଟାଲର ଡାକ୍ତର ଏବଂ ମେଡିକାଲ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ଡାକ୍ତରମାନେ ଜିଟିବି ହସ୍ପିଟାଲରୁ ସ୍ୱାମୀ ଦୟାନନ୍ଦ ହସ୍ପିଟାଲ ପର୍ଯ୍ୟନ୍ତ ରାଲି କରିଥିଲେ। ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଆଜି ବିଜେପି ମହିଳା ମୋର୍ଚ୍ଚା କୋଲକାତାରେ ଏକ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା କରିବ। ସନ୍ଧ୍ୟା 6ଟାରେ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ବନ୍ତି ଶ୍ରୀନିବାସନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶୋଭାଯାତ୍ରା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରୁ ବାହାରିବ। ଏହି ବୈଠକରେ ଦଳର ରାଜ୍ୟସଭା ସଦସ୍ୟ ଦର୍ଶନ ସିଂ, ପଶ୍ଚିମବଙ୍ଗ ପ୍ରଭାରୀ ପୂଜା କପିଲ ମିଶ୍ରଙ୍କ ବ୍ୟତୀତ ସଙ୍ଗୀତା ଯାଦବ, ଗୀତା ସାକ୍ୟ, ଇନ୍ଦୁବାଳା ଗୋସ୍ୱାମୀଙ୍କ ଭଳି ରାଷ୍ଟ୍ରୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ମେଡିକାଲ ଆସୋସିଏସନର କେତେଜଣ ଚିକିତ୍ସକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଜରିଆରେ କୋଲକାତାରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ସୋଶାଲିଷ୍ଟ ୟୁନିଟ୍ ସେଣ୍ଟର ଫର ଇଣ୍ଡିଆ କମ୍ୟୁନିଷ୍ଟ ପକ୍ଷରୁ ନ୍ୟାୟ ଦାବିରେ ଆଜି 12 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଇତିମଧ୍ୟରେ ଆଜି ବିଜେପି ପକ୍ଷରୁ ଅପରାହ୍ନ 2ଟାରୁ 4ଟା ପର୍ଯ୍ୟନ୍ତ କୋଲକାତାର ସମସ୍ତ ରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅନ୍ୟପକ୍ଷରେ ଘଟଣାର ଯାଞ୍ଚ କରୁଥିବା ସିବିଆଇ ଆଜି କୋଲକାତାର ସିଜିଓ କମ୍ପ୍ଲେକ୍ସରେ ହସ୍ପିଟାଲ ଅଧୀକ୍ଷକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକାସିନ୍ ସିନାବାନାଙ୍କ ସାନ ଝିଅ ପେଟ୍ରୋଗଟାନ୍ ସିନାବାନାଙ୍କୁ ସେଠାକାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। 37 ବର୍ଷୀୟ ପେଟ୍ରୋଗଟାନ୍ କ୍ଷମତାରେ ଥିବା ଫୁ ଥାଇ ପାର୍ଟିର ନେତ୍ରୀ ଏବଂ ଥାଇଲ୍ୟାଣ୍ଡର ଯୁବ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତ ବୁଧବାର ଦିନ ପ୍ରଧାନମନ୍ତ୍ରୀ ସେରେଖା ଥାବାସିନ୍ଙ୍କୁ ପଦରୁ ହଟାଇ ଦିଆଯିବା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆମେରିକା କହିଛି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧରେ 40,000ରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହେବା ପରେ ଗାଜାପଟ୍ଟିରେ ଯୁଦ୍ଧ ବିରାମ ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ଲାଗି ଗତକାଲି ଦୋହାରେ ଆଲୋଚନା ଆଶାଜନକ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି, ଦୋହାରେ ସନ୍ଧ୍ୟା ପର୍ଯ୍ୟନ୍ତ ଆଲୋଚନା ଜାରି ରହିଥିଲା ଏବଂ ଆଜି ମଧ୍ୟ ଆଲୋଚନା ହେବା ଆଶା କରାଯାଉଛି। ହ୍ୱାଇଟ୍ ହାଉସ୍ର ପ୍ରବକ୍ତା ଜନ୍ କିର୍ବି କହିଛନ୍ତି, ଇସ୍ରାଏଲ ଏବଂ ଆମେରିକାର ଅଧିକାରୀମାନଙ୍କ ସହଯୋଗରେ ଦୋହାରେ ଆଲୋଚନା ଜାରି ରହିଛି। ଏହି ଆଲୋଚନାରେ କତାର, ମିଶର ଏବଂ ହମାସର ଅଧିକାରୀମାନେ ସାମିଲ ହୋଇନାହାନ୍ତି। ନିର୍ବାଚନ ଆୟୋଗ ଆଜି ଅପରାହ୍ନରେ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ବିଷୟ ଘୋଷଣା କରିବେ। ଏଥିରେ ଆୟୋଗ ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି। ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବ୍ୟତୀତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ହେବାର ଅଛି। କିଛିଦିନ ପୂର୍ବେ ନିର୍ବାଚନ ଆୟୋଗର ଏକ ଦଳ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଜାମ୍ମୁ କାଶ୍ମୀର ଓ ହରିୟାଣା ଗସ୍ତ କରିଥିଲେ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଜାରି କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଶ୍ରୀ ଗୁଟେରସ୍ କହିଛନ୍ତି, ଗତ 8 ଦଶନ୍ଧିରେ ବିଶ୍ୱର 60ରୁ ଅଧିକ ସ୍ଥାନରେ 2,000ରୁ ଅଧିକ ପରମାଣୁ ପରୀକ୍ଷଣ କରାଯାଇଛି, ଯାହା ଅନେକ କ୍ଷେତ୍ରରେ ଧ୍ୱଂସର କାରଣ ହୋଇଛି। ଆସନ୍ତା 29 ତାରିଖରେ ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷଣ ଦିବସ ପାଳନ ହେବା ପୂର୍ବରୁ ଶ୍ରୀ ଗୁଟେରସ୍ ପରମାଣୁ ପରୀକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ଲାଗି ସମସ୍ତଙ୍କୁ ଏକଜୁଟ ହେବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି ଇସ୍ରୋ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀରେ ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। କୋଲକାତା ଆର୍ଜିକର ମେଡିକାଲ କଲେଜ ଘଟଣାରେ ଆସନ୍ତାକାଲିଠାରୁ ଭାରତୀୟ ମେଡିକାଲ ସଂଘ ପକ୍ଷରୁ 24 ଘଣ୍ଟିଆ ସେବା ବନ୍ଦ ଘୋଷଣା। କେତେକ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆଜି କାର୍ଯ୍ୟସୂଚୀ ଘୋଷଣା କରିବେ ନିର୍ବାଚନ ଆୟୋଗ ଏବଂ ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଜାରି କରିବା ନିମନ୍ତେ ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ସମ୍ବାଦ ଶେଷ ହେଲା।